ସାଇ ସତଚରିତ୍ର ଚତୁର୍ଥ ଅଧ୍ୟାୟ। ଶିରିଡିରେ ସାଇ ବାବାଙ୍କ ପ୍ରଥମ ଆଗମନ। ଗତ ଅଧ୍ୟାୟରେ ମୁଁ ପରିସ୍ଥିତି ବର୍ଣ୍ଣନା କରିଥିଲି, ଯାହା ମୋତେ ସାଇ ଚରିତ ଲେଖିବାକୁ ପ୍ରେରଣା ଦେଇଥିଲା। ଏବେ ମୁଁ ଶିରିଡିରେ ସାଇ ବାବାଙ୍କ ପ୍ରଥମ ଆଗମନ ବିଷୟରେ ବର୍ଣ୍ଣନା କରୁଛି। ସନ୍ଥମାନଙ୍କ ମିଶନ। ଭଗବାନ ଶ୍ରୀକୃଷ୍ଣ ଭଗବଦ୍ ଗୀତା ଅଧ୍ୟାୟ ଚତୁର୍ଥ 7-8 ରେ କହିଛନ୍ତି ଯେ, ଯେତେବେଳେ ଧର୍ମ ଧାର୍ମିକତାର ଅବନତି ହୁଏ ଏବଂ ଅଧର୍ମର ବୃଦ୍ଧି ହୁଏ, ମୁଁ ନିଜକୁ ପ୍ରକାଶ କରେ ଏବଂ ସଦ୍ଗୁଣଙ୍କ ସୁରକ୍ଷା ପାଇଁ, ଦୁଷ୍ଟଙ୍କ ବିନାଶ ପାଇଁ ଏବଂ ଧାର୍ମିକତାର ପ୍ରତିଷ୍ଠା ପାଇଁ ମୁଁ ଯୁଗେ ଯୁଗେ ନିଜକୁ ପ୍ରକାଶ କରେ। ଏହା ହେଉଛି ପ୍ରଭୁଙ୍କର ମିଶନ ଏବଂ ତାଙ୍କ ପ୍ରତିନିଧି ଏବଂ ଉପଯୁକ୍ତ ସମୟରେ ଏଠାରେ ଉପସ୍ଥିତ ହେଉଥିବା ସନ୍ଥ ଏବଂ ଋଷିମାନେ ସେହି ମିଶନକୁ ପୂରଣ କରିବାରେ ନିଜ ନିଜ ଉପାୟରେ ସାହାଯ୍ୟ କରନ୍ତି। ଉଦାହରଣ ସ୍ୱରୂପ, ଯେତେବେଳେ ଦ୍ୱିଜାତୀୟ ଅର୍ଥାତ୍ ବ୍ରାହ୍ମଣ, କ୍ଷତ୍ରିୟ ଏବଂ ବୈଶ୍ୟ ସେମାନଙ୍କର କର୍ତ୍ତବ୍ୟକୁ ଅବହେଳା କରନ୍ତି ଏବଂ ଯେତେବେଳେ ଶୂଦ୍ରମାନେ ଉଚ୍ଚବର୍ଗର ଅଧିକାର ହଡପ କରିବାକୁ ଚେଷ୍ଟା କରନ୍ତି, ଯେତେବେଳେ ଆଧ୍ୟାତ୍ମିକ ଗୁରୁମାନଙ୍କୁ ସମ୍ମାନ କରାଯାଏ ନାହିଁ ବରଂ ଅପମାନିତ କରାଯାଏ, ଯେତେବେଳେ କେହି ଧାର୍ମିକ ନିର୍ଦ୍ଦେଶକୁ ଗୁରୁତ୍ୱ ଦିଅନ୍ତି ନାହିଁ, ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ନିଜକୁ ବହୁତ ବିଦ୍ୱାନ ମନେ କରନ୍ତି, ଯେତେବେଳେ ଲୋକମାନେ ନିଷିଦ୍ଧ ଖାଦ୍ୟ ଏବଂ ମାଦକ ପାନୀୟ ଖାଇବା ଆରମ୍ଭ କରନ୍ତି, ଯେତେବେଳେ ଧର୍ମର ଆବରଣ ତଳେ ଲୋକମାନେ ଦୁଷ୍କର୍ମରେ ଲିପ୍ତ ହୁଅନ୍ତି, ଯେତେବେଳେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ନିଜ ନିଜ ମଧ୍ୟରେ ଲଢ଼ନ୍ତି, ଯେତେବେଳେ ବ୍ରାହ୍ମଣମାନେ ସନ୍ଧ୍ୟା ପୂଜା କରିବାରେ ବିଫଳ ହୁଅନ୍ତି ଏବଂ ସନ୍ଥମାନେ ସେମାନଙ୍କର ଧାର୍ମିକ ଅଭ୍ୟାସ କରନ୍ତି, ଯେତେବେଳେ ଯୋଗୀମାନେ ସେମାନଙ୍କର ଧ୍ୟାନକୁ ଅବହେଳା କରନ୍ତି, ଯେତେବେଳେ ଲୋକମାନେ ଧନ, ସନ୍ତାନ, ସ୍ତ୍ରୀଙ୍କୁ ସେମାନଙ୍କର ଏକମାତ୍ର ଚିନ୍ତା ବୋଲି ଭାବିବାକୁ ଆରମ୍ଭ କରନ୍ତି ଏବଂ ଏହିପରି ମୋକ୍ଷର ସତ୍ୟ ପଥରୁ ବିମୁଖ ହୁଅନ୍ତି, ସେତେବେଳେ ସନ୍ଥମାନେ ଆବିର୍ଭୂତ ହୁଅନ୍ତି ଏବଂ ସେମାନଙ୍କ କଥା ଏବଂ କାର୍ଯ୍ୟ ଦ୍ୱାରା ପରିସ୍ଥିତିକୁ ଠିକ୍ କରିବାକୁ ଚେଷ୍ଟା କରନ୍ତି। ସେମାନେ ଆମକୁ ଆଲୋକମାଳାର ପରି କାର୍ଯ୍ୟ କରନ୍ତି ଏବଂ ଆମକୁ ସଠିକ୍ ପଥ ଏବଂ ଅନୁସରଣ କରିବା ପାଇଁ ସଠିକ୍ ପଥ ଦେଖାନ୍ତି। ଏହିପରି ଭାବରେ ନିବୃତ୍ତି, ଜ୍ଞାନଦେବ, ମୁକ୍ତାବାଇ, ନାମଦେବ, ଗୋରା, ଗୋନାଇ, ଏକାନାଥ, ତୁକାରାମ, ନରହରି, ନରସି ଭାଇ, ସାଜନ କସାଇ, ସାୱତା, ରାମଦାସ ଏବଂ ଅନ୍ୟାନ୍ୟ ଅନେକ ସନ୍ଥ ବିଭିନ୍ନ ସମୟରେ ଲୋକଙ୍କୁ ସଠିକ୍ ପଥ ଦେଖାଇବା ପାଇଁ ଆବିର୍ଭୂତ ହୋଇଥିଲେ ଏବଂ ବର୍ତ୍ତମାନ ଶିରିଡିର ଶ୍ରୀ ସାଇ ବାବା ଆସିଥିଲେ। ଶିରିଡି ଏକ ପବିତ୍ର ତୀର୍ଥ। ଅହମ୍ମଦନଗର ଜିଲ୍ଲାର ଗୋଦାବରୀ ନଦୀର କୂଳ ବହୁତ ଭାଗ୍ୟବାନ କାରଣ ସେମାନେ ଅନେକ ସନ୍ଥଙ୍କୁ ଜନ୍ମ ଦେଇଥିଲେ ଏବଂ ଆଶ୍ରୟ ଦେଇଥିଲେ, ସେମାନଙ୍କ ମଧ୍ୟରୁ ଜ୍ଞାନେଶ୍ୱର ପ୍ରମୁଖ ଥିଲେ। ଶିରିଡି ମଧ୍ୟ ଅହମ୍ମଦନଗର ଜିଲ୍ଲାର କୋପରଗାଁଓ ତାଲୁକାରେ ପଡ଼ିଥାଏ। କୋପରଗାଁଓରେ ଗୋଦାବରୀ ନଦୀ ପାର ହେବା ପରେ ଶିରିଡିକୁ ଯିବାର ରାସ୍ତା ମିଳେ। ଯେତେବେଳେ ଆପଣ 3 କୋଶ 9 ମାଇଲ ଯାଆନ୍ତି, ସେତେବେଳେ ଆପଣ ନିମଗାଁଓ ଆସିଥାନ୍ତି, ଯେଉଁଠାରୁ ଶିରିଡି ଦୃଶ୍ୟମାନ ହୁଏ। ଶିରିଡି କୃଷ୍ଣା ନଦୀ କୂଳରେ ଗଙ୍ଗାପୁର, ନରସିଂହାୱାଡି, ଔଦୁମ୍ବର ପରି ଅନ୍ୟ ପବିତ୍ର ସ୍ଥାନଗୁଡ଼ିକ ପରି ପ୍ରସିଦ୍ଧ ଏବଂ ଜଣାଶୁଣା। ଯେପରି ଭକ୍ତ ଦାମାଜୀ ମଙ୍ଗଳବେଦ ପଣ୍ଡରପୁର ନିକଟରେ ବିକଶିତ ହୋଇ ଆଶୀର୍ବାଦ କରିଥିଲେ, ଯେପରି ସଜ୍ଜନଗଡ଼ରେ ସମର୍ଥ ରାମଦାସ, ସରସ୍ୱତୀୱାଡିରେ ଶ୍ରୀ ନରସିଂହ ସରସ୍ୱତୀ, ସେହିପରି ସାଇନାଥ ଶିରିଡିରେ ବିକଶିତ ହୋଇ ଏହାକୁ ଆଶୀର୍ବାଦ କରିଥିଲେ। ସାଇ ବାବାଙ୍କ ବ୍ୟକ୍ତିତ୍ୱ। ସାଇ ବାବାଙ୍କ ଯୋଗୁଁ ଶିରିଡିର ଗୁରୁତ୍ୱ ବୃଦ୍ଧି ପାଇଲା। ଆସନ୍ତୁ ଦେଖିବା ସାଇ ବାବା କି ପ୍ରକାରର ବ୍ୟକ୍ତି ଥିଲେ। ସେ ଏହି ସାଂସାରିକ ଅସ୍ତିତ୍ୱ ଉପରେ ବିଜୟୀ ହୋଇଥିଲେ, ଯାହାକୁ ଅତିକ୍ରମ କରିବା ବହୁତ କଷ୍ଟକର। ଶାନ୍ତି କିମ୍ବା ମାନସିକ ଶାନ୍ତି ତାଙ୍କର ଅଳଙ୍କାର ଥିଲା ଏବଂ ସେ ଜ୍ଞାନର ଭଣ୍ଡାର ଥିଲେ। ସେ ବୈଷ୍ଣବ ଭକ୍ତମାନଙ୍କର ଘର ଥିଲେ, ଉଦାରବାଦୀମାନଙ୍କ ମଧ୍ୟରେ ସବୁଠାରୁ ଉଦାର, କର୍ଣ୍ଣ ପରି, ସମସ୍ତ ସାରର ପରମ ସାର। ତାଙ୍କର ବିନାଶଶୀଳ ଜିନିଷ ପ୍ରତି କୌଣସି ପ୍ରେମ ନଥିଲା ଏବଂ ସେ ସର୍ବଦା ଆତ୍ମ ସାକ୍ଷାତରେ ମଗ୍ନ ଥିଲେ, ଯାହା ତାଙ୍କର ଏକମାତ୍ର ଚିନ୍ତା ଥିଲା। ସେ ଏହି ଜଗତ କିମ୍ବା ପର ଜଗତର ଜିନିଷରେ କୌଣସି ଆନନ୍ଦ ଅନୁଭବ କରୁଥିଲେ ନାହିଁ। ତାଙ୍କର ଅନ୍ତରଙ୍ଗ ହୃଦୟ ଦର୍ପଣ ପରି ସ୍ପଷ୍ଟ ଥିଲା ଏବଂ ତାଙ୍କ ବାଣୀ ସର୍ବଦା ଅମୃତ ବର୍ଷା କରୁଥିଲା। ଧନୀ କି ଗରିବ ଲୋକ ତାଙ୍କ ପାଇଁ ସମାନ ଥିଲେ। ସେ ସମ୍ମାନ କିମ୍ବା ଅପମାନକୁ ଜାଣି ନଥିଲେ କିମ୍ବା ଚିନ୍ତା କରୁନଥିଲେ। ସେ ସମସ୍ତ ପ୍ରାଣୀଙ୍କ ପ୍ରଭୁ ଥିଲେ। ସେ ମୁକ୍ତ ଭାବରେ କଥା ହେଉଥିଲେ ଏବଂ ସମସ୍ତ ଲୋକଙ୍କ ସହିତ ମିଶି ଯାଉଥିଲେ, ନର୍ଚ୍ଚଗାରଙ୍କ ଅଭିନୟ ଏବଂ ନୃତ୍ୟ ଦେଖୁଥିଲେ ଏବଂ ଗଜ୍ଜଳ ଗୀତ ଶୁଣିଥିଲେ। ତଥାପି ସେ ସମାଧି ମାନସିକ ସନ୍ତୁଳନରୁ ଗୋଟିଏ ଇଞ୍ଚ ବିଚ୍ୟୁତ ହୋଇନଥିଲେ। ତାଙ୍କ ଓଠରେ ସର୍ବଦା ଆଲ୍ଲାହଙ୍କ ନାମ ଥିଲା। ଯେତେବେଳେ ଜଗତ ଜାଗ୍ରତ ହେଉଥିଲା, ସେ ଶୋଇଥିଲେ ଏବଂ ଯେତେବେଳେ ଜଗତ ଶୋଇଥିଲା, ସେ ଜାଗ୍ରତ ଥିଲେ। ତାଙ୍କର ପେଟ ଭିତର ଗଭୀର ସମୁଦ୍ର ପରି ଶାନ୍ତ ଥିଲା। ତାଙ୍କର ଆଶ୍ରମ ନିର୍ଣ୍ଣୟ କରାଯାଇ ପାରୁନଥିଲା କିମ୍ବା ତାଙ୍କର କାର୍ଯ୍ୟ ନିଶ୍ଚିତ ଭାବରେ ନିର୍ଣ୍ଣୟ କରାଯାଇ ପାରୁନଥିଲା ଏବଂ ଯଦିଓ ସେ ଗୋଟିଏ ସ୍ଥାନରେ ବସିଥିଲେ ରହିଥିଲେ, ସେ ଜଗତର ସମସ୍ତ କାରବାର ଜାଣିଥିଲେ। ତାଙ୍କର ଦରବାର ପ୍ରଭାବଶାଳୀ ଥିଲା। ସେ ପ୍ରତିଦିନ ଶହ ଶହ କାହାଣୀ କହୁଥିଲେ, ତଥାପି ସେ ତାଙ୍କର ନୀରବତାର ବ୍ରତରୁ ଗୋଟିଏ ଇଞ୍ଚ ବିଚ୍ୟୁତ ହୋଇନଥିଲେ। ସେ ସର୍ବଦା ମସଜିଦରେ କାନ୍ଥରେ ଝୁଣ୍ଟି ରହୁଥିଲେ କିମ୍ବା ସକାଳେ, ମଧ୍ୟାହ୍ନ ଏବଂ ସନ୍ଧ୍ୟାରେ ଲେଣ୍ଡି, ନାଳ ଏବଂ ଚାୱାଡ଼ି ଆଡ଼କୁ ଚାଲିଯାଉଥିଲେ, ତଥାପି ସେ ସର୍ବଦା ଆତ୍ମରେ ବାସ କରୁଥିଲେ। ସିଦ୍ଧ ହୋଇଥିଲେ ମଧ୍ୟ ସେ ଜଣେ ସାଧକ ପରି କାର୍ଯ୍ୟ କରୁଥିଲେ। ସେ ନମ୍ର ଏବଂ ଅହଙ୍କାରହୀନ ଥିଲେ ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କରିଥିଲେ। ସାଇ ବାବା ଏପରି ଥିଲେ ଏବଂ ସାଇ ବାବାଙ୍କ ପାଦ ଶିରିଡିର ମାଟିକୁ ପଦଦଳିତ କରିବା ସହିତ ଏହା ଅସାଧାରଣ ଗୁରୁତ୍ୱ ହାସଲ କରିଥିଲା। ଯେପରି ଜ୍ଞାନେଶ୍ୱର ଆଳନ୍ଦୀକୁ ଉଚ୍ଚ କରିଥିଲେ, ଏକାନାଥ ପୈଠନକୁ କରିଥିଲେ, ସେହିପରି ସାଇ ବାବା ଶିରିଡିକୁ ଉଚ୍ଚ କରିଥିଲେ।
ଶିରିଡିର ଘାସପତ୍ର ଏବଂ ପଥରଗୁଡ଼ିକ ଧନ୍ୟ, କାରଣ ସେମାନେ ସହଜରେ ସାଇ ବାବାଙ୍କ ପବିତ୍ର ପାଦ ଚୁମ୍ବନ କରିପାରିବେ ଏବଂ ସେମାନଙ୍କର ଧୂଳି ନିଜ ମସ୍ତକରେ ନେଇପାରିବେ। ଶିରିଡି ଆମ ଭକ୍ତମାନଙ୍କ ପାଇଁ ଆଉ ଏକ ପଣ୍ଡରପୁର, ଜଗନ୍ନାଥ, ଦ୍ୱାରକା, ବନାରସ, କାଶୀ ଏବଂ ରାମେଶ୍ୱର, ବଦ୍ରିକେଦାର, ନାସିକ, ତ୍ରୟମ୍ବକେଶ୍ୱର, ଉଜ୍ଜୟିନୀ ଏବଂ ମହାକାଳେଶ୍ୱର କିମ୍ବା ମହାବଳେଶ୍ୱର ଗୋକର୍ଣ୍ଣ ହୋଇଗଲା। ଶିରିଡିରେ ସାଇ ବାବାଙ୍କ ସମ୍ପର୍କ ଆମର ବେଦ ଏବଂ ତନ୍ତ୍ର ପରି ଥିଲା। ଏହା ଆମର ସଂସାର, ବିଶ୍ୱ ଚେତନାକୁ ଶାନ୍ତ କରିଥିଲା ଏବଂ ଆତ୍ମ ସାକ୍ଷାତକୁ ସହଜ କରିଥିଲା। ଶ୍ରୀ ସାଇଙ୍କ ଦର୍ଶନ ଆମର ଯୋଗ ସାଧନା ଥିଲା ଏବଂ ତାଙ୍କ ସହିତ କଥାବାର୍ତ୍ତା ଆମର ପାପକୁ ଦୂର କରିଥିଲା। ତାଙ୍କ ପାଦରେ ସାମ୍ପୁ କରିବା ହେଉଛି ତ୍ରିବେଣୀ ପ୍ରୟାଗରେ ଆମର ସ୍ନାନ ଏବଂ ତାଙ୍କ ପାଦ ପବିତ୍ର ଜଳ ପାନ କରିବା ଆମର ଇଚ୍ଛାକୁ ନଷ୍ଟ କରିଥିଲା। ଆମ ପାଇଁ ତାଙ୍କର ଆଜ୍ଞା ବେଦ ଥିଲା ଏବଂ ତାଙ୍କ ଉଦି ପବିତ୍ର ଭସ୍ମ ଏବଂ ପ୍ରସାଦ ଗ୍ରହଣ କରିବା ଖାଇବା ସମସ୍ତ ପବିତ୍ର କରୁଥିଲା। ସେ ଆମର ଶ୍ରୀକୃଷ୍ଣ ଏବଂ ଶ୍ରୀରାମ ଥିଲେ ଯିଏ ଆମକୁ ସାନ୍ତ୍ୱନା ଦେଇଥିଲେ ଏବଂ ସେ ଆମର ପରବ୍ରହ୍ମ ପରମେଶ୍ୱର ଥିଲେ। ସେ ସ୍ୱୟଂ ଦ୍ୱନ୍ଦ୍ୱର ଯୋଡ଼ି ବିପରୀତ, କେବେ ବି ହତାଶ କିମ୍ବା ଉଲ୍ଲସିତ ନଥିଲେ। ସେ ସର୍ବଦା ଅସ୍ତିତ୍ୱ, ଜ୍ଞାନ ଏବଂ ଆନନ୍ଦ ଭାବରେ ନିଜ ଆତ୍ମରେ ମଗ୍ନ ଥିଲେ। ଶିରିଡି ତାଙ୍କର କେନ୍ଦ୍ର ଥିଲା, କିନ୍ତୁ ତାଙ୍କର କର୍ମକ୍ଷେତ୍ର ବହୁ ଦୂରରେ, ପଞ୍ଜାବ, କଲିକତା, ଉତ୍ତର ଭାରତ, ଗୁଜରାଟ, ଢାକା, ବର୍ତ୍ତମାନ ବାଂଲାଦେଶରେ ଏବଂ କୋଙ୍କଣ ପର୍ଯ୍ୟନ୍ତ ବିସ୍ତାରିତ ଥିଲା। ଏହିପରି ସାଇ ବାବାଙ୍କ ପ୍ରସିଦ୍ଧି ବହୁ ଦୂରକୁ ବ୍ୟାପିଗଲା ଏବଂ ସମସ୍ତ ଅଞ୍ଚଳରୁ ଲୋକମାନେ ତାଙ୍କ ଦର୍ଶନ ପାଇଁ ଏବଂ ଆଶୀର୍ବାଦ ପାଇବା ପାଇଁ ଆସିଲେ। କେବଳ ଦର୍ଶନ ଦ୍ୱାରା, ପବିତ୍ର ହେଉ କି ଅଶୁଦ୍ଧ, ଲୋକଙ୍କ ମନ ସଙ୍ଗେ ସଙ୍ଗେ ଶାନ୍ତ ହୋଇଯାଉଥିଲା। ସେମାନେ ଏଠାରେ ସେହି ଅନୁପମ ଆନନ୍ଦ ପାଇଲେ ଯାହା ଭକ୍ତମାନେ ପଣ୍ଡରପୁରରେ ବିଠଲ ରାଖୁମାଇଙ୍କ ଦର୍ଶନ କରି ପାଆନ୍ତି। ଏହା ଅତ୍ୟୁକ୍ତି ନୁହେଁ। ଏହି ବିଷୟରେ ଜଣେ ଭକ୍ତ ନ କୁହନ୍ତି ତାହା ବିଚାର କରନ୍ତୁ। ଏବଂ ସବୁ ସ୍ଥାନରୁ ଲୋକ ତାଙ୍କ ଦର୍ଶନ ପାଇଁ ଏବଂ ଆଶୀର୍ବାଦ ପାଇବା ପାଇଁ ଆସୁଥିଲେ। କେବଳ ଦର୍ଶନ ଦ୍ୱାରା, ପବିତ୍ର ହେଉ କି ଅଶୁଦ୍ଧ, ଲୋକଙ୍କ ମନ ସଙ୍ଗେ ସଙ୍ଗେ ଶାନ୍ତ ହୋଇଯାଉଥିଲା। ସେମାନେ ଏଠାରେ ସେହି ଅନୁପମ ଆନନ୍ଦ ପାଇଥିଲେ ଯାହା ଭକ୍ତମାନେ ପଣ୍ଡରପୁରରେ ବିଠଲ ରାଖୁମାଇଙ୍କ ଦର୍ଶନ କରି ପାଆନ୍ତି। ଏହା ଅତ୍ୟୁକ୍ତି ନୁହେଁ। ଏହି ବିଷୟରେ ଜଣେ ଭକ୍ତ ନ କୁହନ୍ତି ତାହା ବିଚାର କରନ୍ତୁ। ଏବଂ ସବୁ ସ୍ଥାନରୁ ଲୋକ ତାଙ୍କ ଦର୍ଶନ ପାଇଁ ଏବଂ ଆଶୀର୍ବାଦ ପାଇବା ପାଇଁ ଆସୁଥିଲେ। କେବଳ ଦର୍ଶନ ଦ୍ୱାରା, ପବିତ୍ର ହେଉ କି ଅଶୁଦ୍ଧ, ଲୋକଙ୍କ ମନ ସଙ୍ଗେ ସଙ୍ଗେ ଶାନ୍ତ ହୋଇଯାଉଥିଲା। ସେମାନେ ଏଠାରେ ସେହି ଅନୁପମ ଆନନ୍ଦ ପାଇଥିଲେ ଯାହା ଭକ୍ତମାନେ ପଣ୍ଡରପୁରରେ ବିଠଲ ରାଖୁମାଇଙ୍କ ଦର୍ଶନ କରି ପାଆନ୍ତି। ଏହା ଅତ୍ୟୁକ୍ତି ନୁହେଁ। ଏହି ବିଷୟରେ ଜଣେ ଭକ୍ତ ନ କୁହନ୍ତି ତାହା ବିଚାର କରନ୍ତୁ। ଗୌଲିବୁଭାଙ୍କ କଥା। ପ୍ରାୟ 95 ବର୍ଷ ବୟସର ଗୌଲିବୁଭା ନାମକ ଜଣେ ବୃଦ୍ଧ ଭକ୍ତ ପାଣ୍ଡାରୀର ଜଣେ ବାରକାରୀ ଥିଲେ। ସେ 8 ମାସ ପଣ୍ଡରପୁରରେ ଏବଂ 4 ମାସ ଆଷାଢ଼ରୁ କାର୍ତ୍ତିକ, ଜୁଲାଇ, ନଭେମ୍ବର ପର୍ଯ୍ୟନ୍ତ ଗଙ୍ଗା କୂଳରେ ରହିଥିଲେ। ତାଙ୍କ ସାମଗ୍ରୀ ବୋହିବା ପାଇଁ ତାଙ୍କ ସହିତ ଏକ ଗଧ ଏବଂ ଜଣେ ଶିଷ୍ୟ ଥିଲେ। ପ୍ରତିବର୍ଷ ସେ ପାଣ୍ଡରପୁରକୁ ତାଙ୍କର ଭାରୀ ଯାତ୍ରା କରି ଶିରିଡିରେ ସାଇ ବାବାଙ୍କୁ ଦର୍ଶନ କରୁଥିଲେ, ଯାହାକୁ ସେ ସବୁଠାରୁ ଅଧିକ ଭଲ ପାଉଥିଲେ। ସେ ବାବାଙ୍କୁ ଚାହିଁ କହୁଥିଲେ, ଏ ହେଉଛନ୍ତି ପଣ୍ଡାରୀନାଥ ବିଠଲ ଅବତାର, ଦରିଦ୍ର ଏବଂ ଅସହାୟଙ୍କ ଦୟାଳୁ ପ୍ରଭୁ। ଏହି ଗୌଲିବୁଭା ବିଠୋବାର ଜଣେ ପୁରୁଣା ଭକ୍ତ ଥିଲେ ଏବଂ ପଣ୍ଡାରୀଙ୍କୁ ଅନେକ ଯାତ୍ରା କରିଥିଲେ ଏବଂ ସେ ସାକ୍ଷ୍ୟ ଦେଇଥିଲେ ଯେ ସାଇ ବାବା ପ୍ରକୃତ ପଣ୍ଡାରୀନାଥ ଥିଲେ। ବିଠଲ ସ୍ୱୟଂ ପ୍ରକଟ ହୋଇଥିଲେ। ସାଇ ବାବାଙ୍କୁ ଭଗବାନଙ୍କ ନାମ ସ୍ମରଣ ଏବଂ ଗାନ କରିବାକୁ ବହୁତ ଭଲ ଲାଗୁଥିଲା। ସେ ସର୍ବଦା ଆଲ୍ଲା ମାଲିକ, ଭଗବାନ ହେଉଛନ୍ତି ପ୍ରଭୁ ଉଚ୍ଚାରଣ କରୁଥିଲେ ଏବଂ ତାଙ୍କ ଉପସ୍ଥିତିରେ ଅନ୍ୟମାନଙ୍କୁ ଦିନରାତି ନିରନ୍ତର ଭାବରେ 7 ଦିନ ପାଇଁ ଭଗବାନଙ୍କ ନାମ ଗାନ କରାଇଥିଲେ। ଏହାକୁ ନାମ ସପ୍ତାହ କୁହାଯାଏ। ଥରେ ସେ କାକାସାହେବ ଦୀକ୍ଷିତଙ୍କୁ ନାମ ସପ୍ତାହ କରିବାକୁ କହିଥିଲେ। ସେ ଉତ୍ତର ଦେଇଥିଲେ ଯେ ସେ ଏହା କରିବେ ଯଦି ତାଙ୍କୁ ନିଶ୍ଚିତ କରାଯାଏ ଯେ ବିଠଲ ସପ୍ତମ ଦିନର ଶେଷରେ ଦେଖାଦେବେ। ତାପରେ ବାବା ତାଙ୍କ ବକ୍ଷରେ ହାତ ରଖି ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ ନିଶ୍ଚିତ ଭାବରେ ବିଠଲ ପ୍ରକଟ ହେବେ, କିନ୍ତୁ ଭକ୍ତ ସର୍ବାଧିକ ଏବଂ ଭକ୍ତ ହେବା ଆବଶ୍ୟକ। ଠାକୁରନାଥଙ୍କ ଡଙ୍କପୁରୀ, ଟାକୋର, ବିଠଲର ପନ୍ଧାରୀ, ରଣଛୋଡ଼, କୃଷ୍ଣ, ଅଙ୍କ ଦ୍ୱାରକା ଏଠାରେ ଶିରଡି ଅଛି। ଦ୍ୱାରକା ଦେଖିବା ପାଇଁ ଦୂରକୁ ଯିବାକୁ ପଡ଼ିବ ନାହିଁ। ବିଠଲ ନ ବାହାରୁ ଏଠାକୁ ଆସିବେ। ସେ ଏଠାରେ ଅଛନ୍ତି। କେବଳ ଯେତେବେଳେ ଭକ୍ତ ପ୍ରେମ ଏବଂ ଭକ୍ତିରେ ଉଜ୍ଜ୍ୱଳ ହୋଇଥାନ୍ତି, ବିଠଲ ଏଠାରେ ଶିରଡି ନିଜକୁ ପ୍ରକାଶ କରନ୍ତି। ସପ୍ତାହ ସମାପ୍ତ ହେବା ପରେ ବିଠଲ ନିମ୍ନଲିଖିତ ଭାବରେ ନିଜକୁ ପ୍ରକାଶ କଲେ। କାକାସାହେବ ଦୀକ୍ଷିତ ସବୁଦିନ ପରି ସ୍ନାନ ପରେ ଧ୍ୟାନରେ ବସିଥିଲେ ଏବଂ ସେ ବିଠଲଙ୍କୁ ଦର୍ଶନ କଲେ। ଯେତେବେଳେ ସେ ମଧ୍ୟାହ୍ନରେ ବାବାଙ୍କ ଦର୍ଶନ ପାଇଁ ଗଲେ, ବାବା ତାଙ୍କୁ ସିଧାସଳଖ ପଚାରିଲେ, ବିଠଲ ପାଟିଲ ଆସିଥିଲେ। ତୁମେ ତାଙ୍କୁ ଦେଖିଲ କି? ସେ ଜଣେ ବହୁତ ବିଶ୍ୱାସଘାତକ, ତାଙ୍କୁ ଦୃଢ଼ ଭାବରେ ଧର, ନଚେତ୍ ଯଦି ତୁମେ ଟିକିଏ ଅସାବଧାନ ହୁଅ, ତେବେ ସେ ପଳାଇଯିବ। ଏହା ସକାଳେ ଘଟିଥିଲା ଏବଂ ମଧ୍ୟାହ୍ନରେ ଆଉ ଏକ ବିଠଲ ଦର୍ଶନ ହୋଇଥିଲା। ବାହାରୁ ଜଣେ ହକର ବିଠୋବାଙ୍କ 25 କିମ୍ବା 30ଟି ଫଟୋ ବିକ୍ରୟ କରିବା ପାଇଁ ସେଠାକୁ ଆସିଥିଲେ। ଏହି ଫଟୋ କାକାସାହେବଙ୍କ ଦର୍ଶନରେ ଦେଖାଯାଇଥିବା ଆକୃତି ସହିତ ସମ୍ପୂର୍ଣ୍ଣ ମେଳ ଖାଉଥିଲା। ଏହା ଦେଖି ଏବଂ ବାବାଙ୍କ କଥା ମନେ ପକାଇ କାକାସାହେବ ଦୀକ୍ଷିତ ବହୁତ ଆଶ୍ଚର୍ଯ୍ୟ ଏବଂ ଆନନ୍ଦିତ ହେଲେ। ସେ ବିଠୋବାର ଗୋଟିଏ ଫଟୋ କିଣି ପୂଜା ପାଇଁ ତାଙ୍କ ମନ୍ଦିରରେ ରଖିଲେ। ଭଗବନ୍ତରାଓ କ୍ଷୀରସାଗରଙ୍କ କାହାଣୀ। ବାବାଙ୍କୁ ବିଠଳ ପୂଜା କେତେ ଭଲ ଲାଗୁଥିଲା ତାହା ଭଗବନ୍ତରାଓ କ୍ଷୀରସାଗରଙ୍କ କାହାଣୀରେ ଦର୍ଶାଯାଇଛି। ଭଗବନ୍ତରାଓଙ୍କ ପିତା ବିଠଳଙ୍କ ଭକ୍ତ ଥିଲେ ଏବଂ ପଣ୍ଡରପୁରକୁ ଭାରୀ ବାର୍ଷିକ ଯାତ୍ରା କରୁଥିଲେ।
ତାଙ୍କ ଘରେ ବିଠଳଙ୍କ ଏକ ପ୍ରତିମା ମଧ୍ୟ ଥିଲା ଯାହାକୁ ସେ ପୂଜା କରୁଥିଲେ। ତାଙ୍କ ମୃତ୍ୟୁ ପରେ ପୁଅ ସବୁକିଛି ବନ୍ଦ କରିଦେଲେ, ଭାରି ପୂଜା ଏବଂ ଶ୍ରାଦ୍ଧ ଉତ୍ସବ ଇତ୍ୟାଦି। ଯେତେବେଳେ ଭଗବନ୍ତରାଓ ଶିରିଡି ଆସିଲେ, ବାବା ତାଙ୍କ ପିତାଙ୍କୁ ମନେ ପକାଇ ତୁରନ୍ତ କହିଲେ, ତାଙ୍କ ପିତା ମୋର ବନ୍ଧୁ ଥିଲେ, ତେଣୁ ମୁଁ ତାଙ୍କୁ ପୁତ୍ରକୁ ଏଠାକୁ ଟାଣି ଆଣିଥିଲି। ସେ କେବେ ନୈବେଦ୍ୟ ଖାଦ୍ୟ ଅର୍ପଣ କରିନଥିଲେ ଏବଂ ତେଣୁ ସେ ମୋତେ ଏବଂ ବିଠଳଙ୍କୁ ଭୋକିଲା ରଖିଥିଲେ। ତେଣୁ ମୁଁ ତାଙ୍କୁ ଏଠାକୁ ଆଣିଛି। ମୁଁ ଏବେ ତାଙ୍କୁ ବୁଝାଇଦେବି ଏବଂ ପୂଜା କରିବାକୁ ତାଙ୍କୁ ବସାବି। ପ୍ରୟାଗରେ ଦାସଗାନୁଙ୍କ ସ୍ନାନ। ହିନ୍ଦୁମାନେ ଭାବନ୍ତି ଯେ ପ୍ରୟାଗର ପବିତ୍ର ତୀର୍ଥରେ ସ୍ନାନ, ଯେଉଁଠାରେ ଗଙ୍ଗା ଏବଂ ଯମୁନାର ମିଳନ ହୁଏ, ସ୍ନାନ ବହୁତ ପୁଣ୍ୟ ଏବଂ ହଜାର ହଜାର ତୀର୍ଥଯାତ୍ରୀ ସମୟ ସମୟରେ ସେଠାକୁ ପବିତ୍ର ସ୍ନାନ କରିବାକୁ ଯାଆନ୍ତି। ଥରେ ଦାସଗାନୁ ଚିନ୍ତା କଲେ ଯେ ସେ ସ୍ନାନ ପାଇଁ ପ୍ରୟାଗ ଯିବା ଉଚିତ ଏବଂ ବାବାଙ୍କ ପାଖକୁ ଏହା କରିବା ପାଇଁ ଅନୁମତି ପାଇବା ପାଇଁ ଆସିଲେ। ବାବା ତାଙ୍କୁ ଉତ୍ତର ଦେଲେ, ଏତେ ସମୟ ଯିବା ଆବଶ୍ୟକ ନୁହେଁ। ଆମର ପ୍ରୟାଗ ଏଠାରେ ଅଛି, ମୋତେ ବିଶ୍ୱାସ କର। ତା ପରେ ଆଶ୍ଚର୍ଯ୍ୟର କଥା, ଯେତେବେଳେ ଦାସଗାନୁ ବାବାଙ୍କ ପାଦ ଉପରେ ମୁଣ୍ଡ ରଖିଲେ, ସେତେବେଳେ ବାବାଙ୍କ ଦୁଇ ଆଙ୍ଗୁଠିରୁ ଗଙ୍ଗା ଯମୁନା ଜଳର ଝରଣା ବାହାରି ଆସିଲା କିମ୍ବା ବହିଗଲା। ଏହି ଚମତ୍କାର ଦେଖି ଦାସଗାନୁ ପ୍ରେମ ଏବଂ ଆରାଧର ଭାବନାରେ ଅଭିଭୂତ ହୋଇଗଲେ ଏବଂ ଲୁହରେ ପୂର୍ଣ୍ଣ ହୋଇଗଲେ। ଅନ୍ତରରେ ସେ ପ୍ରେରଣା ଅନୁଭବ କଲେ ଏବଂ ତାଙ୍କ ଭାଷଣ ବାବା ଏବଂ ତାଙ୍କ ଲୀଳାର ପ୍ରଶଂସାରେ ଏକ ଗୀତରେ ପରିଣତ ହେଲା। ସାଇ ବାବାଙ୍କ ପବିତ୍ର ଧାରଣା ଏବଂ ଶିରିଡିରେ ତାଙ୍କର ପ୍ରଥମ ଆଗମନ। ସାଇ ବାବାଙ୍କ ପିତାମାତା, ଜନ୍ମସ୍ଥାନ କିମ୍ବା ଜନ୍ମସ୍ଥାନ କେହି ଜାଣିନଥିଲେ। ଏହି ଜିନିଷଗୁଡ଼ିକ ବିଷୟରେ ବାବା ଏବଂ ଅନ୍ୟମାନଙ୍କଠାରୁ ଅନେକ ପ୍ରଶ୍ନ ପଚରାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସନ୍ତୋଷଜନକ ଉତ୍ତର କିମ୍ବା ସୂଚନା ମିଳିନାହିଁ। ବାସ୍ତବରେ ଆମେ ଏହି ବିଷୟଗୁଡ଼ିକ ବିଷୟରେ କିଛି ଜାଣିନାହୁଁ। ନାମଦେବ ଏବଂ କବିର ସାଧାରଣ ମର୍ତ୍ତ୍ୟ ଭଳି ଜନ୍ମ ହୋଇନଥିଲେ। ସେମାନେ ମୁକ୍ତା ମାତାରେ ଶିଶୁ ଭାବରେ ପାଇଥିଲେ। ନାମଦେବଙ୍କୁ ଭୀମରାଥୀ ନଦୀ କୂଳରେ ଗୋନାରୀ ଏବଂ କବିରଙ୍କୁ ଭାଗୀରଥୀ ନଦୀ କୂଳରେ ତମାଳ ପାଇଥିଲେ। ସାଇ ବାବାଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଥିଲା। ସେ ପ୍ରଥମେ ଭକ୍ତମାନଙ୍କ ପାଇଁ ଶିରିଡିର ଏକ ନିମ ଗଛ ତଳେ 16 ବର୍ଷର ଯୁବକ ଭାବରେ ନିଜକୁ ପ୍ରକାଶ କରିଥିଲେ। ସେତେବେଳେ ମଧ୍ୟ ସେ ବ୍ରହ୍ମଜ୍ଞାନରେ ପରିପୂର୍ଣ୍ଣ ମନେ ହେଉଥିଲେ। ସ୍ୱପ୍ନରେ ମଧ୍ୟ ତାଙ୍କର ସାଂସାରିକ ବସ୍ତୁ ପ୍ରତି କୌଣସି ଇଚ୍ଛା ନଥିଲା। ସେ ମାୟାକୁ ବାହାର କରିଦେଲେ ଏବଂ ମୁକ୍ତି ମୁକ୍ତି ତାଙ୍କ ପାଦତଳେ ସେବା କରୁଥିଲେ। ନାନା ଚୋପଡ଼ାର ମାତା ଶିରିଡିର ଜଣେ ବୃଦ୍ଧା ତାଙ୍କୁ ଏହିପରି ବର୍ଣ୍ଣନା କରିଥିଲେ, ଏହି ସୁନ୍ଦର, ଚତୁର ଏବଂ ଅତ୍ୟନ୍ତ ସୁନ୍ଦର ଯୁବକକୁ ପ୍ରଥମେ ନିମ ଗଛ ତଳେ ଆସନରେ ବସି ଦେଖିବାକୁ ମିଳିଥିଲା। ଗାଁର ଲୋକମାନେ ଏତେ ଛୋଟ ପିଲାଟିକୁ କଠୋର ତପସ୍ୟା କରୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ଗରମ ଏବଂ ଶୀତକୁ ଚିନ୍ତା ନ କରି। ଦିନରେ ସେ କାହା ସହିତ ମିଶିଲେ ନାହିଁ, ରାତିରେ ସେ କାହାକୁ ଭୟ କଲେ ନାହିଁ। ଲୋକମାନେ ଆଶ୍ଚର୍ଯ୍ୟ ହେଉଥିଲେ ଏବଂ ପଚାରୁଥିଲେ ଯେ ଏହି ଛୋଟ ପିଲାଟି କେଉଁଠାରୁ ଆସିଲା। ତାଙ୍କର ରୂପ ଏବଂ ବର୍ଣ୍ଣ ଏତେ ସୁନ୍ଦର ଥିଲା ଯେ ଏକମାତ୍ର ଦୃଷ୍ଟି ତାଙ୍କୁ ସମସ୍ତଙ୍କ ପାଇଁ ପ୍ରିୟ କରିଦେଉଥିଲା। ସେ କାହା ଦ୍ୱାର ନିକଟକୁ ଯାଉନଥିଲେ, ସର୍ବଦା ନିମ ଗଛ ପାଖରେ ବସିଥିଲେ। ବାହ୍ୟ ଦୃଷ୍ଟିରୁ ସେ ବହୁତ ଯୁବକ ଦେଖାଯାଉଥିଲେ, କିନ୍ତୁ ତାଙ୍କ କାର୍ଯ୍ୟ ଦ୍ୱାରା ସେ ପ୍ରକୃତରେ ଜଣେ ମହାନ ଆତ୍ମା ଥିଲେ। ସେ ନିରାଗ୍ରହର ଅବତାର ଥିଲେ ଏବଂ ସମସ୍ତଙ୍କ ପାଇଁ ଏକ ପ୍ରହେଳିକା ଥିଲେ। ଗୋଟିଏ ଦିନ ଏପରି ଘଟିଲା ଯେ ଭଗବାନ ଖଣ୍ଡୋବା କୌଣସି ଭକ୍ତର ଶରୀର ଧାରଣ କଲେ ଏବଂ ଲୋକମାନେ ତାଙ୍କୁ ପଚାରିବାକୁ ଲାଗିଲେ, ଦେବ ଭଗବାନ, ଆପଣ ଦୟାକରି ପଚାରନ୍ତୁ ଯେ ଏହି ପୁଅଟି କେଉଁ ଧନ୍ୟ ପିତାଙ୍କ ପୁଅ ଏବଂ ସେ କେଉଁଠାରୁ ଆସିଛନ୍ତି। ଭଗବାନ ଖଣ୍ଡୋବା ସେମାନଙ୍କୁ ଏକ କୋଠା ଆଣି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଖୋଳିବାକୁ କହିଲେ। ଯେତେବେଳେ ଏହାକୁ ଖୋଳି ଦିଆଗଲା, ଏକ ସମତଳ ପଥର ତଳେ ଇଟା ମିଳିଲା। ପଥରଟି ହଟାଇ ଦିଆଗଲା। ଏକ କରିଡର ଏକ କୋଠରୀକୁ ନେଇଗଲା ଯେଉଁଠାରେ ମୁଖ ଆକାରର ଗଠନ, କାଠପଟା, ହାର ଦେଖାଯାଉଥିଲା। ଖଣ୍ଡୋବା କହିଲେ, ଏହି ପୁଅଟି ଏଠାରେ 12 ବର୍ଷ ଧରି ତପସ୍ୟା କରିଥିଲା। ତା ପରେ ଲୋକମାନେ ପୁଅଟିକୁ ଏ ବିଷୟରେ ପ୍ରଶ୍ନ ପଚାରିବା ଆରମ୍ଭ କଲେ। ସେ ସେମାନଙ୍କୁ ଏହା ତାଙ୍କ ଗୁରୁଙ୍କ ସ୍ଥାନ, ତାଙ୍କର ପବିତ୍ର ୱତନ ବୋଲି କହି ସୁଗନ୍ଧି ଦୂର କରିଦେଲେ ଏବଂ ଏହାକୁ ଭଲ ଭାବରେ ରକ୍ଷା କରିବାକୁ ଅନୁରୋଧ କଲେ। ତା ପରେ ଲୋକମାନେ ପୂର୍ବପରି କରିଡରକୁ ବନ୍ଦ କରିଦେଲେ। ଅଶ୍ୱତ୍ଥ ଏବଂ ଗଛକୁ ପବିତ୍ର ମନେ କରାଯାଉଥିବାରୁ ବାବା ଏହି ନିମ ଗଛକୁ ସମାନ ଭାବରେ ପବିତ୍ର ମନେ କରୁଥିଲେ ଏବଂ ଏହାକୁ ସବୁଠାରୁ ଅଧିକ ଭଲ ପାଉଥିଲେ। ମଳାସପତି ଏବଂ ଅନ୍ୟାନ୍ୟ ଶିରିଡି ଭକ୍ତମାନେ ଏହି ସ୍ଥାନକୁ ବାବାଙ୍କ ଗୁରୁଙ୍କ ବିଶ୍ରାମ ସ୍ଥାନ, ସମାଧି ସ୍ଥାନ ଭାବରେ ମାନନ୍ତି ଏବଂ ଏହାକୁ ପ୍ରଣାମ କରନ୍ତି। 3ଟି ୱାଡା, 1 ନିମ ଗଛ ଏବଂ ଆଖପାଖ ସ୍ଥାନ ଥିବା ସ୍ଥାନ ଶ୍ରୀହରି ବିନାୟକ ସାଠେ କିଣିଥିଲେ ଏବଂ ଏହି ସ୍ଥାନରେ ସାଠେଙ୍କ ୱାଡା ଶୈଳୀରେ ଏକ ବଡ଼ କୋଠା ନିର୍ମାଣ କରାଯାଇଥିଲା। ଏହି ୱାଡା ସେଠାକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ଏକମାତ୍ର ବିଶ୍ରାମ ସ୍ଥାନ ଥିଲା। ନିମ ଗଛ ଚାରିପାଖରେ ଏକ ପ୍ଲାଟଫର୍ମ ନିର୍ମାଣ କରାଯାଇଥିଲା ଏବଂ ପାହାଚ ସହିତ ଲଫ୍ଟ ନିର୍ମାଣ କରାଯାଇଥିଲା। ପାହାଚ ତଳେ ଦକ୍ଷିଣମୁଖୀ ଏକ ସ୍ଥାନ ଅଛି ଏବଂ ଭକ୍ତମାନେ ଉତ୍ତରମୁଖୀ ପ୍ଲାଟଫର୍ମ ଉପରେ ବସିଥାନ୍ତି। ବିଶ୍ୱାସ କରାଯାଏ ଯେ ଯିଏ ଗୁରୁବାର ଏବଂ ଶୁକ୍ରବାର ସନ୍ଧ୍ୟାରେ ସେଠାରେ ଧୂପ ଜାଳିବ, ସେ ଈଶ୍ୱରଙ୍କ କୃପାରୁ ଖୁସି ହେବେ। ଏହି ୱାଡା ପୁରୁଣା ଏବଂ ଜୀର୍ଣ୍ଣ ହୋଇଯାଇଥିଲା ଏବଂ ମରାମତି ଚାହୁଁଥିଲା। ସଂସ୍ଥାନ ଏବେ ଆବଶ୍ୟକ ମରାମତି, ଯୋଡ ଏବଂ ପରିବର୍ତ୍ତନ କରିଛି। 2 ତା ପରେ କିଛି ବର୍ଷ ପରେ ଆଉ ଏକ ୱାଡା, ଦୀକ୍ଷିତଙ୍କ ୱାଡା ନିର୍ମାଣ କରାଯାଇଥିଲା। ବମ୍ବେର ସଲିସିଟର କାକା ସାହେବ ଦୀକ୍ଷିତ ଇଂଲଣ୍ଡ ଯାଇଥିଲେ। ସେଠାରେ ଏକ ଦୁର୍ଘଟଣାରେ ତାଙ୍କର ଗୋଡ଼ ଆଘାତ ପାଇଥିଲା। ଆଘାତ କୌଣସି ଉପାୟରେ ଦୂର ହୋଇପାରିଲା ନାହିଁ। ନାନା ସାହେବ ଚାନ୍ଦୋରକର ତାଙ୍କୁ ସାଇ ବାବାଙ୍କୁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ।
ତେଣୁ ସେ 1909 ଖ୍ରୀଷ୍ଟାବ୍ଦରେ ସାଇବାବାଙ୍କୁ ଦର୍ଶନ କଲେ ଏବଂ ତାଙ୍କ ଗୋଲ୍ ଅପେକ୍ଷା ତାଙ୍କ ମନର ପଙ୍ଗୁତାକୁ ସୁସ୍ଥ କରିବାକୁ ଅନୁରୋଧ କଲେ। ସେ ସାଇବାବାଙ୍କ ଦର୍ଶନରେ ଏତେ ଖୁସି ହୋଇଥିଲେ ଯେ ସେ ଶିରିଡିରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ସେ ନିଜ ପାଇଁ ଏବଂ ଅନ୍ୟ ଭକ୍ତମାନଙ୍କ ପାଇଁ ଏକ ୱାଡା ନିର୍ମାଣ କରିଥିଲେ। ଏହି କୋଠାର ମୂଳଦୁଆ 10/12/1910ରେ ସ୍ଥାପିତ ହୋଇଥିଲା। ଏହି ଦିନ ଅନ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିଲା। 1. ଶ୍ରୀ ଦାଦାସାହେବ ଖାପର୍ଡେଙ୍କୁ ଘରକୁ ଫେରିବା ପାଇଁ ଅନୁମତି ଦିଆଯାଇଥିଲା ଏବଂ 2. ଚାୱାଡିରେ ରାତ୍ରି ଆରତୀ ଆରମ୍ଭ ହୋଇଥିଲା। ୱାଡା ସମ୍ପୂର୍ଣ୍ଣ ହୋଇଥିଲା ଏବଂ 1911 ଖ୍ରୀଷ୍ଟାବ୍ଦରେ ରାମ ନବମୀ ଦିନ ଯଥାସମ୍ଭବ ପୂଜା ଏବଂ ଆନୁଷ୍ଠାନିକ କାର୍ଯ୍ୟ ସହିତ ବାସ କରାଯାଇଥିଲା। 3. ତା ପରେ ନାଗପୁରର ପ୍ରସିଦ୍ଧ କୋଟିପତି ଶ୍ରୀ ବୁଟିଙ୍କ ଦ୍ୱାରା ଆଉ ଏକ ୱାଡା କିମ୍ବା ପ୍ରାସାଦମୟ ପ୍ରାସାଦ ନିର୍ମାଣ କରାଯାଇଥିଲା। ଏହି କୋଠା ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୋଇଥିଲା, କିନ୍ତୁ ସମସ୍ତ ପରିମାଣର ଭଲ ଭାବରେ ବ୍ୟବହୃତ ହୋଇଥିଲା, କାରଣ ସାଇବାବାଙ୍କ ଶରୀର ଏହି ୱାଡାରେ ବିଶ୍ରାମ ନେଉଛି, ଯାହାକୁ ବର୍ତ୍ତମାନ ସମାଧି ମନ୍ଦିର କୁହାଯାଏ। ଏହି ମନ୍ଦିର ସ୍ଥାନରେ ପୂର୍ବରୁ ଏକ ବଗିଚା ଥିଲା, ଯାହାକୁ ବାବା ପାଣି ଦେଉଥିଲେ ଏବଂ ଯତ୍ନ ନେଉଥିଲେ। ଏହିପରି 3ଟି ୱାଡା ଗଢ଼ି ଉଠିଲା, ଯେଉଁଠାରେ ପୂର୍ବରୁ କୌଣସି ୱାଡା ନଥିଲା। ଏଥିମଧ୍ୟରୁ ଷାଠେଙ୍କ ୱାଡା ପ୍ରାରମ୍ଭିକ ଦିନରେ ସମସ୍ତଙ୍କ ପାଇଁ ସବୁଠାରୁ ଉପଯୋଗୀ ଥିଲା। ବାମନ ତାତ୍ୟାଙ୍କ ସହାୟତାରେ ସାଇ ବାବାଙ୍କ ଦ୍ୱାରା ପରିଚାଳିତ ଉଦ୍ୟାନର କାହାଣୀ, ଶିରିଡିରୁ ସାଇ ବାବାଙ୍କ ଅସ୍ଥାୟୀ ଅନୁପସ୍ଥିତି, ଏବଂ ଚାନ୍ଦ ପାଟିଲଙ୍କ ବିବାହ ଦଳ ସହିତ ତାଙ୍କର ଶିରିଡି ପୁନର୍ବାର ଆଗମନ, ଦେବୀଦାସ, ଜାନକୀ ଦାସ ଏବଂ ଗଙ୍ଗାଗୀରଙ୍କ ସାଥ, ମହଦିନ ତାମ୍ବୋଲିଙ୍କ ସହିତ ବାବାଙ୍କ କୁସ୍ତି ପ୍ରତିଯୋଗିତା, ମସଜିଦରେ ବାସ୍, ଶ୍ରୀ ଡେଙ୍ଗାଲେ ଏବଂ ଅନ୍ୟାନ୍ୟ ଭକ୍ତଙ୍କ ପ୍ରେମ ଏବଂ ଅନ୍ୟାନ୍ୟ ଘଟଣା ପରବର୍ତ୍ତୀ ଅଧ୍ୟାୟରେ ବର୍ଣ୍ଣିତ ହେବ। ଶ୍ରୀ ସାଇଙ୍କୁ ପ୍ରଣାମ, ସମସ୍ତଙ୍କ ପ୍ରତି ଶାନ୍ତି ହେଉ।